ଖ୍ରୀଷ୍ଟିଆନ କେବେ ଧର୍ମ ବୋଲି କୁହାଯାଏ ନାହିଁ। ସେଇଟା ଲୋକ ଖ୍ରୀଷ୍ଟଙ୍କୁ ଯେ ଅନୁଗାମୀ କରେ ତାକୁ ଜାଗତିକ ଭାବରେ ବିଶେଷ କରି ଭାରତ ବର୍ଷରେ ଖ୍ରୀଷ୍ଟିଆନ ଧର୍ମ ବୋଲି କହୁଛନ୍ତି। କିନ୍ତୁ ଅଲ୍ ଓଭର ୱାର୍ଲଡରେ ଖ୍ରୀଷ୍ଟିଆନକୁ କେବଳ ଗୋଟେ ଫଲୋ ଜିଜସକୁ ଯେ ଫଲୋ ଖାଲି କରିବା କଥା ଆଉ ଜିଜସ ହେଉଛନ୍ତି ବଞ୍ଚିବାର ଗୋଟେ ମଣିଷ ବଞ୍ଚିବାର ସତ୍ୟ ମାର୍ଗ ଅଟନ୍ତି ବୋଲି ତାଙ୍କୁ ଫଲୋ କରାଯାଏ। ସାର୍ ଦେଖନ୍ତୁ ତପି ମିଶ୍ର ଯେଉଁ ଆରୋପ ଆଣୁଛନ୍ତି ଚାଉଳ ଚିନି ଚୁଡ଼ା ଏସବୁ ଦେଇକିନା ଲୋକଙ୍କୁ ଭ୍ରାନ୍ତ କରିକି ଖ୍ରୀଷ୍ଟିଆନ କରାଯାଉଛି ଓ ତାଙ୍କ ଜମି ବାଡ଼ି ହଡ଼ପ କରାଯାଉଛି ବୋଲି ସେମାନେ କହିଲେ ଆରୋପ କରୁଛି। ମୁଁ ତ ଜାଣିନି କୋଉଠି କରୁଛନ୍ତି ସେମିତି ଚୁଡ଼ା ଚାଉଳ ଦେଇକି, ଆପଣ ଟିକେ କହୁନାହାନ୍ତି। କୋରାପୁଟ ଜିଲ୍ଲାରେ ଆମେ କେତେ ଧନୀ ସେ ଜାଣିଛନ୍ତି? କୋରାପୁଟ ଜିଲ୍ଲାର ପାଣି ପବନ ଟଙ୍କାରେ ଚାଲେ। ଆଉ କୋରାପୁଟ ଜିଲ୍ଲାର ଯୋଉ ଟଙ୍କାରେ ତାଙ୍କର ସିଆଡେ ବସଷ୍ଟାଣ୍ଡ ହେଇଛି ଜାଣିନାହାନ୍ତି ବୋଧେ। କୋରାପୁଟ ଜିଲ୍ଲାର ପେରିପେରି ଡେଭଲପମେଣ୍ଟର ଫଣ୍ଡ ଚୋରିକିରି ନେଇକିରି ଗଭର୍ଣ୍ଣମେଣ୍ଟ ସିଆଡେ ଚଲେଇଛନ୍ତି। ଇଏମାନେ ଆମକୁ କହିବେ କୋରାପୁଟ ଲୋକ ବିକ୍ରି ହେବେ। କୋରାପୁଟ ମୂଳ ନିବାସୀ ଲୋକକୁ କିଣିବାର କାହାର ଦମ ନାହିଁ, ସରକାରର ହେଇନାହିଁ କି ଏମାନଙ୍କର ବି ହେବନି। ଗୋଟେ ଧର୍ମନିରପେକ୍ଷ ରାଷ୍ଟ୍ରରେ ଏହିପରି ବାର୍ତ୍ତାଳାପ ବା ଏହିପରି ନିର୍ଦ୍ଦିଷ୍ଟ ଧର୍ମକୁ ନେଇକିନା କହିବା କେତେ ଦୂର ଯୁକ୍ତି? ଏଇଟା ଗୋଟେ କ'ଣ ସରକାର ଚାଲିଛି ମୁଁ ବି ଜାଣିପାରୁନାହିଁ। ଏଇଟା ଇମିଡିଏଟଲି ସେମାନଙ୍କୁ ଆରେଷ୍ଟ କରି ଫରୱାର୍ଡ କରିବା କଥା। ଏଇଟା ଗୋଟେ ଧର୍ମ। ଏବେ ଯଦି କୌଣସି ଲୋକ ଗୋଟେ ହିନ୍ଦୁ ଧର୍ମ ନାଁରେ ଏମିତି କରେ ତେବେ ସତ କଥା କୁହନ୍ତୁ, ଯେଉଁ ସରକାର ଚାଲିଛି ସେ କେବେ ବରଦାସ୍ତ କରିପାରିଥାନ୍ତେ କି? ଆପଣ ନିଜେ କୁହନ୍ତୁ, ଆପଣ ମିଡ଼ିଆ ଭାଇମାନେ ବି କୁହନ୍ତୁ। କିନ୍ତୁ ମୋର ଧର୍ମକୁ ଏବେ କୁହାଯାଉଛି, ମୁଁ ସମ୍ମାନ ଦିଏ, କିନ୍ତୁ ମୋ ଧର୍ମ ଉପରେ ଯେତେବେଳେ କଥା ଆସେ ନା ମୁଁ ଆଉ ବରଦାସ୍ତ କରିପାରେ ନାହିଁ। ଯୀଶୁଖ୍ରୀଷ୍ଟ କ'ଣ ଶିକ୍ଷା ଦେଇଥିଲେ? ଯୀଶୁଖ୍ରୀଷ୍ଟ ପରସ୍ପରକୁ କ୍ଷମା ଦେବା ଶିକ୍ଷା ଦେଇଛନ୍ତି। ଆଉ ସେଥିପାଇଁ ହିଁ ତପି ମିଶ୍ର ଆଜି ଯାଇ ଠିକରେ ଅଛନ୍ତି, ଆମେ କ୍ଷମା ଦଉଛୁ। ଆଉ କିନ୍ତୁ ଆଉ ଗୋଟେ କଥା ଇତିହାସ ଗାୱା ଅଛି, ଯେତେବେଳେ ଖ୍ରୀଷ୍ଟିଆନ ମାନେ ଯୁଦ୍ଧରେ ବାହାରନ୍ତି କୌଣସି ଅସ୍ତ୍ରଶସ୍ତ୍ର ଆଉ ତାଙ୍କୁ ପ୍ରୋଟେକ୍ଟ କରିବାର ସାହସ ନଥାଏ। ଆଉ ବିଶେଷ କରି ଆମେ ହେଲୁ କୋରାପୁଟ ଆଦିବାସୀ ଲୋକ, ଦଳିତ ଲୋକ। ଆମେ ତ ଆଉ କେବେ ବି ଅସ୍ତ୍ରଶସ୍ତ୍ର ଇଏ ସବୁ କେବେ ଡରୁ ନାହିଁ ଭାଇ। ଆଉ କିଏ ଆମ ଗାଡ଼ି ରଖି ମାରିଦେବ ଇଏ ସବୁ ଯୋଉ ଥ୍ରେଟ୍ କରାହଉଛି ଏଇଟା ଯାକ ସିଆଡେ ଚାଲିବ, ଇଆଡେ ନାହିଁ। ଦେଖନ୍ତୁ ଗୋଟେ ବିଷୟ ପଚାରିବା ପାଇଁ ଚାହୁଁଛୁ ଯେ ଆଦିବାସୀ ମାନେ ପ୍ରଲୋଭିତ ହଉଛନ୍ତି, ଏଟା କେମିତି କୋଉଠୁ ଆଇଲା ଏ ଶବ୍ଦ, କେମିତି ପ୍ରଲୋଭିତ ହଉଛନ୍ତି? ଗୋଟେ ଆଦିବାସୀ ମାନଙ୍କୁ ଅଧିକାର, ମାନବ ଅଧିକାର ଦେଇ ଦିଅନ୍ତୁ। ସେ ଆଦିବାସୀ ଦଳିତ ମାନଙ୍କୁ ଗୋଟେ କାମ କରୁନାହାନ୍ତି, ମନ୍ଦିର ପୂଜାରୀକୁ ବାହାର କରିଦିଅନ୍ତୁ, ଦଳିତ ମାନଙ୍କୁ ପୂଜାରୀ ରଖିଦିଅନ୍ତୁ, ଜ୍ଞାନୀ ଅଛନ୍ତି ସେମାନେ।